ଗାଈଙ୍କ ପାଖରେ ଗୁହାଳ ଘର ପାଖରେ ଧୂଆଁ ଦଉଛନ୍ତି ଗାଈଙ୍କର କିଛି ହବନି? କ'ଣ ହବ ଏବେ ମାଛି ଗୁଡ଼ା ସବୁ ଖାଇଯାଉଛନ୍ତି ଆଉ ଗୋରୁଙ୍କୁ ଗୁଡ଼େଇକି ମାଛି ଗୁଡ଼ା ଖାଉଛନ୍ତି ମାନେ ଆଉ ସେ ରଖେଇ ଦେଉନାହାନ୍ତି ମାଛି ଗୁଡ଼ାକୁ ମଣିଷ ଯା ଗୋରୁ ସେଇଆ ଆଉ ତାକୁ ଯଦି ଟିକେ ଧୂଆଁ ଫୁଆଁ ନ ଦେବା ଆଉ ତାହେଲେ ସେଠାରେ ମଣିଷ ଗୋରୁ ସିନା କଥା କହିପାରୁନାହାନ୍ତି ତାଙ୍କ ଭିତରେ ଯୋଉ ଗୋଟେ କୋହ ସୃଷ୍ଟି ହବ ତେଣୁ ଧୂଆଁ ଟିକେ ପକେଇଦେଲେ ଆସ୍ଥା ଟିକେ ଶାନ୍ତିର ଠିକ୍ ହେଇକି ଅଛି। ଏ ଗୁହାଳଟା ଗାଈଙ୍କ ପାଇଁ ତ ଛୋଟ ହେଇଯାଇଛି ବୋଧେ? ହଁ ଛୋଟ ସେମିତି ତ ବଡ଼ ଗୁହାଳ କରିବା କଥା ମୁଁ ଦେଖୁଛି କ'ଣ ହେଉଛି ଆଉ କାହିଁକିନା ବଡ଼ ଗୁହାଳଟେ ନ କଲେ ସେମାନେ ଟିକେ ଶାନ୍ତିରେ ରହିପାରିବେନି ଆଉ ତେଣୁ ମଣିଷ ଗୋରୁ ଇଏ ସବୁ ସମାନ ତେଣୁ ଖାଲି ମଣିଷ ମଶୁ ଟାଙ୍ଗି ଶୋଉ ଯଦି ଗୋରୁ ଗୋଟେ କିଛି ସାହାଯ୍ୟ ନ କରିବା ସେବା ନ କରିବା ତାହେଲେ ଆମେ ଆଉ ମଣିଷ ହେବା କାହିଁକି? ମାଛି ଗୁଡ଼ା ଗୁଡ଼େଇ ଖାଇଯାଉଛୁ ଦେଖ ତେଣୁ ସେଥିପାଇଁ ତାଙ୍କୁ ଟିକେ କରିବା ଇଏ ହେଉଛି ମୋର ଗୋଟେ ଲକ୍ଷ୍ମୀ ଗାଈ ଇଏ ଲକ୍ଷ୍ମୀ ଇଏ ସରସ୍ୱତୀ ଇଏ ହେଉଛି ମା ଦୁର୍ଗା ଆଉ ସେ କାଳୀ ହେଉଛି ତାରିଣୀ ଏଇସବୁ ପ୍ରକାର ଗୋରୁ ସବୁ ଅଛନ୍ତି ତାଙ୍କ ନାଁ ଗୁଡ଼ାକ କାହା ନାଁ ଆଳତୀ କାହା ନାଁ ମାଳତୀ ଏଇସବୁ ଭାବରେ ଅଛନ୍ତି ଆଉ ତାଙ୍କୁ ଟିକେ ସେବା ଦେଇକିରି ଗୋରୁମାନଙ୍କୁ କହିଲେ ଗୋମାତା ସେବା ଛଡ଼ା ଆଉ ଦ୍ୱିତୀୟ ସେବା ମଣିଷ ଆଉ ଗୋମାତା ବୃଦ୍ଧ ପିତାମାତା ଗୋମାତା ତେଣୁ ତାଙ୍କୁ ଆମେ ଯଦି ଆଖି ଆଗକୁ ନ ଆଣିକି ନ ଦେଖିବା ଭଲ ନ ପାଇବା ତାହେଲେ ସେ କାହିଁକି ଆମକୁ ଭଲ ପାଇବେ? ତେଣୁ ଏମାନେ ହେଉଛନ୍ତି ଆମର ଜୀବନ୍ତ ଦେବତା। ଆଉ ସରକାରୀ ସ୍ତରରେ କିଛି ମିଳିନାହିଁ? ନା ସରକାର ସ୍ତର ତ କିଛି ଆସିନାହିଁ ଆଉ ତମେ କ'ଣ କରିବା ଗୋଟେ ଗୋଶାଳା ଘିନା 25ଟା 30ଟା ଖଣ୍ଡେ ଗୋରୁ ଅଛନ୍ତି ଆଉ ଅଣ୍ଡିଆ ଛଡ଼ା ଗାଈ ମିଶିକିରି ଅଛନ୍ତି ତାଙ୍କୁ ଏଇ ମାଗି ଜାତିକି ଚଳେଇବା କଥା ଆଉ କ'ଣ କରିବା ଆଉ ତାଙ୍କୁ ଆଉ ମଣିଷ ମାନଙ୍କୁ ଚଳେଇବା ମଣିଷ ମାନେ ତ ଅଛନ୍ତି ସେ ସେରକମ ବହୁତ କଷ୍ଟରେ ତଥାପି କଷ୍ଟ ତାଙ୍କୁ ତ ଉପାସ ରଖି ହେବନି ସେମାନେ ଖାଇବା ଆମେ ପଛେ ଉପାସ ନେଇଯିବା ତାଙ୍କୁ ଆଉ ଭୋକିଲା ରଖି ହେବନି ତାଙ୍କୁ ମଧ୍ୟ ଖାଇବାକୁ ଦେବାକୁ ପଡ଼ିବ ଗୋରୁଙ୍କ ପାଇଁ ମାସକୁ 4-5 କୁଇଣ୍ଟାଲ ଖଣ୍ଡେ କୁଣ୍ଡା ଯାଉଛି ଆଉ କୁଟା 3-4 ପଣ ଖଣ୍ଡେ ଯାଉଛି ଚାଲିଛି ଆଉ ତେଣୁ ମୁଁ ଟିକେ ଆର ଗୁହାଳୁ ଆସେ ତାଙ୍କୁ ଟିକେ ଦେଖିଦିଏ ଟିକେ ଏଠି ସେରକମ ଗୋଟେ ଗୁଠ ଅଛନ୍ତି ଇଏ ସବୁ ମଣିଷ ଭଳିଆ କାମ କରନ୍ତି ତାଙ୍କର ଡାକିଲେ ପଳେଇ ଆସିବେ ଡାକିଦେବି ଯଦି ପାର୍ବତୀ ମା ଆସ ଇଏ ହେଉଛି ମା ସ୍ୱୟଂ ପାର୍ବତୀ ଯାହାକୁ କି ଆମେ କୁହନ୍ତି ଯେ ଚାମରି ଗାଈ ଇଏ ହେଉଛି ମା ସେଇଆ ଇଏ ମାଟି ମୋର ଦବ କ୍ଷୀର ଦବ ଲୋକମାନେ ଖାଇବେ ଆଉ ବୟସ୍କ ଲୋକମାନେ ଅଛନ୍ତି ତାଙ୍କୁ ମଧ୍ୟ ସେ ଚଳିବେ ସମସ୍ତଙ୍କ ପାଇଁ ଏଟା ତିଆରି ହେଉଛି ଏମିତି ଗୋରୁ ସବୁ ରହିଛନ୍ତି ଆମେ ସେବା ଟିକେ କରିଦେବା ଆଉ କ'ଣ କରିବା ଆଉ ବୟସ ହେଲେ କ'ଣ ହବ ମୁଁ ବୟସ ବୋଲି ଭାବେନି ଅଛନ୍ତି ତାଙ୍କର ଛୋଟ ଛୁଆ ସବୁ ଅଛନ୍ତି ଛୋଟିଆ ଛୁଆମାନେ ରହିଛନ୍ତି ବାଛୁରୀ ଆଉ ସେମାନଙ୍କୁ ବି ମାଛି ଖାଉଛନ୍ତି ଟିକେ ସ୍ପ୍ରେ ବି କରାହେଉଛି ମାଛି ଖାଇବା ପାଇଁ ଆୟୁର୍ବେଦିକ ସ୍ପ୍ରେ ମୁଁ କରିଦିଏ ମୋର ଆୟୁର୍ବେଦିକ ଔଷଧ ଅଛି ଅମୃତଭଣ୍ଡା ପତ୍ର ଦେଇକି ଲବଙ୍ଗ ପକେଇକିରି ଆୟୁର୍ବେଦିକ ସବୁ ସ୍ପ୍ରେ କରାହୁଏ ତେଣୁ ସେମାନଙ୍କୁ ଯଦି ଟିକେ ଭଲରେ ଯେତେ ଦେଖିବା ସେତେ ସେ ଭଲ ରହିବେ।